ନୃସିଂହନାଥ ପୀଠର ପ୍ରସିଦ୍ଧ ବୈଶାଖ ମେଳା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ଏକ ବୈଠକ ନୃସିଂହନାଥ ସ୍ଥିତ ଭୋଗ ମଣ୍ଡପରେ ଅନୁଷ୍ଠିତ ହୋଇଥିଲା। ଏହି ମେଳା ମେ 19 ତାରିଖରୁ ଆରମ୍ଭ ହୋଇ 24 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ପାଇକମାଲ ବିଡିଓ ତଥା ଟ୍ରଷ୍ଟି ପ୍ରଫୁଲ୍ଲ କୁମାର ଓଦୁ ବୈଠକରେ ସୂଚନା ଦେଇଥିଲେ। ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ମେଳା ଆୟୋଜନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ପାନୀୟ ଜଳର ସୁବ୍ୟବସ୍ଥା, 24 ଘଣ୍ଟା ବିଦ୍ୟୁତ୍ ସରବରାହ, ପୋଲିସ ବନ୍ଦୋବସ୍ତ, ସ୍ୱାସ୍ଥ୍ୟସେବା ପ୍ରଭୃତି ଉପରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ସୂଚନା ଦେଇଥିଲେ। ପ୍ରତିବର୍ଷ ହେଉଥିବା ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଏଥର ଅସ୍ଥାୟୀ ଆଶ୍ରୟସ୍ଥଳର ବ୍ୟବସ୍ଥା କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ପାଇକମାଲ ଥାନା ଅଧିକାରୀ ସୁଶାନ୍ତ କୁମାର ବଢ଼େଇ, ପଦ୍ମପୁର ଏସ୍ଡିଏମ୍ଓ ଡାକ୍ତର ଆଶୁତୋଷ ହୋତା, ବୁକୁରମୁଣ୍ଡା ସିଏଚ୍ସି ଅଧିକାରୀ ଶୁଭ୍ର ପ୍ରକାଶ ସେନାପତି, ବିଦ୍ୟୁତ୍ ବିଭାଗ ଏସ୍ଡିଓ ମନୋରଞ୍ଜନ ନାୟକ, RWSS ଜେଇ ସତ୍ୟବ୍ରତ ମାଝୀ ପ୍ରମୁଖ ବୈଠକରେ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅନୁଦାନ ଯୋଗାଇ ଦେବା ପାଇଁ ପତ୍ର ମାଧ୍ୟମରେ ଅନୁରୋଧ କରାଯିବା ନେଇ ଏକ ପ୍ରସ୍ତାବ ଗୃହୀତ ହୋଇଛି। ଏହି ବର୍ଷ ମଧ୍ୟ ଅତି ସୁନ୍ଦର ଭାବରେ ସବୁ ଡିପାର୍ଟମେଣ୍ଟର ସହଯୋଗରେ ଏହି ବୈଶାଖ ମେଳା ଅନୁଷ୍ଠିତ ହେବ। ତେଣୁ ଆଜି ଯେଉଁ ପ୍ରସ୍ତୁତି ବୈଠକ ହୋଇଥିଲା ସେଥିରେ ଆମେ ସବୁ ବିଭାଗର ସବୁ ଅଧିକାରୀମାନେ ଆସି ସହଯୋଗ କରିଥିଲେ। ଆଉ ସେମାନଙ୍କର ପ୍ରତିଶ୍ରୁତିବଦ୍ଧ କ୍ରମେ ନିଶ୍ଚିତ ଭାବେ ଆସନ୍ତା ମେ 19 ତାରିଖରୁ 23 ତାରିଖ ପର୍ଯ୍ୟନ୍ତ ପ୍ରଭୁ ଶ୍ରୀ ଶ୍ରୀ ନୃସିଂହନାଥ ଜନ୍ମୋତ୍ସବ ବୈଶାଖ ମେଳାଟା ସୁନ୍ଦର ଭାବରେ ପାଳିତ ହେବ। ମୋ ନାଁ ପୁରୁଷୋତ୍ତମ ପ୍ରଧାନ, କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଟ୍ରଷ୍ଟ। ଆମର ଚଳିତ ବର୍ଷ ବୈଶାଖ ମେଳା ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମ ଉତ୍ସବ ପର୍ବ ଉପଲକ୍ଷେ ଆଜି ଆମର ପ୍ରସ୍ତୁତି ବୈଠକର ଅନୁଷ୍ଠିତ ହୋଇଥିଲା। ଏଥିରେ ଆମର ମୁଖ୍ୟ ଥିଲେ ମନ୍ଦିର ଟ୍ରଷ୍ଟି ଯିଏକି ବିଡିଓ ପାଇକମାଲ, ସେ ସଭାପତିତ୍ୱ କରିଥିଲେ। ଏଥିରେ ଆମେ ଆମର ୱାର୍କିଂ ଡିପାର୍ଟମେଣ୍ଟ ଯେତେ ମେଳାରେ ଅଛନ୍ତି ସମସ୍ତଙ୍କୁ ଡକା ହେଇଥିଲା। ADPO ଆସିଥିଲେ, IAC, SDMO, RWSS, ଏକ୍ସାଇଜ୍, ମେଡ଼ିକାଲ ଏବଂ ସମସ୍ତ ମିଡ଼ିଆ ବନ୍ଧୁ। ବରଗଡ଼ ଜିଲ୍ଲାରୁ ବିଜୟ କୁମାର ମିଶ୍ରଙ୍କ ରିପୋର୍ଟ, A1 ଓଡ଼ିଶା।